ଆରେ ଚଢ଼େଇ, ତୁ ବଜାରକୁ ଯାଉଛୁ କି? ରହ ରହ, ମୁଁ ବି ଯିବି। ଜଲ୍ଦି ଆସ ମିଟୁ, ମୋ ଝିଅକୁ ଭାରି ଭୋକ ଲାଗିଲାଣି। ସଉଦା କିଣି ଘରକୁ ଗଲେ ମୁଁ ପୁଣି ରୋଷେଇ କରିବି। ଆରେ ମୁଁ ବେଶୀ ଜିନିଷ କିଣିବିନି, ଏଇ ଗୋଟେ ଲିପଷ୍ଟିକ୍ କିଣିବି। ମୁଁ ଶୁଣିଲି ବଜାରରେ ଗୋଟେ ଭଲ ଲିପଷ୍ଟିକ୍ ଦୋକାନ ଖୋଲିଛି। ଚାଲେ ଆଗ ସେ ଦୋକାନକୁ ଯିବା, ତାପରେ ଆମେ ସଉଦା କିଣିବା। ପାରା ଭାଇ, ମତେ ଗୋଟେ ଭଲ ଲିପଷ୍ଟିକ୍ ଦିଅ। ମୁଁ ସବୁ ଜିନିଷ ଭଲ ରଖେ। ଏଇ ନେ ତ ଲିପଷ୍ଟିକ୍। ଏଇ ଲିପଷ୍ଟିକ୍ ର ରଙ୍ଗ ଭାରି ଭଲ। ଆଚ୍ଛା ଠିକ ଅଛି, ଏଇ ନିଅ ତୁମ ଟଙ୍କା। ଚାଲ ଚଢ଼େଇ, ଏବେ ଆମେ ସଉଦା ଦୋକାନକୁ ଯିବା। ଏମିତି କଥା ହେଇ ସେମାନେ ସଉଦା କିଣିବାକୁ ଗଲେ। ତାପରେ ନିଜ ନିଜ ଘରକୁ ଫେରି ଗଲେ। କାଉ ଦୂରରୁ ମିଟୁର ଲିପଷ୍ଟିକ୍ ଦେଖୁଥିଲା। ଆରେ ବାଃ, ମିଟୁର ଲିପଷ୍ଟିକ୍ ଟା କେତେ ସୁନ୍ଦର ହେଇଛି। ମତେ ବି ଲିପଷ୍ଟିକ୍ ଲଗେଇବାକୁ ଇଚ୍ଛା ହେଲାଣି। ଯାଏ ମୋ ସ୍ୱାମୀଙ୍କୁ କହି ମୋ ପାଇଁ ବି ଗୋଟେ ଲିପଷ୍ଟିକ୍ ଅଣା କରାଏ। ଆରେ ଶୁଣ ନା, ମୋ ପାଇଁ ଗୋଟେ ଲିପଷ୍ଟିକ୍ ଆଣିଦିଅ। ମିଟୁ ନା କେତେ ବଢିଆ ଲିପଷ୍ଟିକ୍ କିଣି ଆଣିଛି। ତାର ଦେଖିକି ତ ମତେ ବି ଲିପଷ୍ଟିକ୍ ଲଗେଇବାକୁ ଇଚ୍ଛା ହେଲାଣି। ଲିପଷ୍ଟିକ୍ କିଣିବା ପାଇଁ ମୋ ପାଖରେ ଏବେ ଟଙ୍କା ନାହିଁ। ମୁଁ ଗୋଟେ କାମ କରେ, ମିଟୁର ଲିପଷ୍ଟିକ୍ ଟାକୁ ହିଁ ମୁଁ ଚୋରି କରି ତୋ ପାଇଁ ଆଣିଦିଏ। ତୁମେ ଯେମିତି ଯାହା କରୁଛ ପଛେ କର, ମତେ ଆଜି ଲିପଷ୍ଟିକ୍ ଆଣିଦିଅ, ନହେଲେ ମୁଁ ଆଉ ତୁମ ଘରେ ରହିବିନି। ଆରେ ମିଟୁ, ତତେ ଏବେ ହିଁ ଚଢ଼େଇ ତା ଘରକୁ ଡାକିଛି। ସେ ତତେ ଗୋଟେ ଜରୁରୀ କଥା କହିବ କହୁଥିଲା। ସତରେ ନା କଣ କାଉ ଭାଇ? ମୁଁ ଏବେ ଚଢ଼େଇ ପାଖକୁ ଯାଉଛି। ତାପରେ ମିଟୁ ଶୀଘ୍ର ଚଢ଼େଇର ଘରକୁ ଗଲା। ସେହି ସୁଯୋଗରେ କାଉ ତା ଘରେ ଥିବା ଲିପଷ୍ଟିକ୍ ଚୋରି କରି ନେଲା। କାଉ ଘରକୁ ଫେରିବା ସମୟରେ ଚଢ଼େଇ ସହ ତାର ଦେଖା ହେଲା। କାଉ ଭାଇ, ତୁମେ ବି କଣ ଲିପଷ୍ଟିକ୍ କିଣିଛ? ହଁ ଚଢ଼େଇ, ମୁଁ ମୋ ସ୍ତ୍ରୀ ପାଇଁ ଗୋଟେ ଲିପଷ୍ଟିକ୍ କିଣିକି ନେଉଛି। ଆଚ୍ଛା, ମୁଁ ଏବେ ଘରକୁ ଯାଏ। ମୋ ସ୍ତ୍ରୀ ମତେ ଅପେକ୍ଷା କରିଥିବ। ଆଣ୍ଟି, ମା ତ ଘରେ ନାହାନ୍ତି। ତୁମେ ମାଙ୍କୁ କଣ କହିବ ମତେ କହିଦିଅ। ମା ଫେରିଲେ ମୁଁ ତାଙ୍କୁ କହିଦେବି। କଣ କହିବୁ ରେ ମା ମତେ? ଚଢ଼େଇ, ତୁ ଆସିଗଲୁ। ମୁଁ ତତେ ହିଁ ଅପେକ୍ଷା କରିଥିଲି। ତୁ କଣ ମତେ ଜରୁରୀ କଥା କହିବି ପରା? କାଉ ଭାଇ ମତେ କଥା କହିଲେ, ମୁଁ ଶୀଘ୍ର ତୋ ପାଖକୁ ଚାଲି ଆସିଲି। ଏସବୁ ତୁ କଣ କହୁଛୁ ମିଟୁ? ମୁଁ ତତେ କାହିଁକି ଡାକିବି? କାଉ ତତେ ମିଛ କହିଛି। ଓ, ଏବେ ବୁଝିଲି। ମୁଁ ଘରକୁ ଫେରିଲା ବେଳେ କାଉ ହାତରେ ଲିପଷ୍ଟିକ୍ ଦେଖିଥିଲି। ସେ ନିଶ୍ଚୟ ତ ଲିପଷ୍ଟିକ୍ ଚୋରି କରିବା ପାଇଁ ତତେ ମିଛ କଥା କହିଛି। ଯା ଆଗ ଘରେ ଦେଖିବୁ ତ ଘରେ ଲିପଷ୍ଟିକ୍ ଅଛି କି ନାହିଁ। ତାପରେ ମିଟୁ ତା ଘରକୁ ଗଲା, ଆଉ ଦେଖିଲା ଘରେ ତ ଲିପଷ୍ଟିକ୍ ନାହିଁ। ସେ ତୁରନ୍ତ କାଉ ପାଖକୁ ଗଲା। କାଉ ଭାଇ, ତୁମେ ଏତେ ବଡ ଚୋର? ମତେ ମିଛ କହି ମୋ ଘରୁ ଲିପଷ୍ଟିକ୍ ଚୋରି କରି ନେଇ ଆସିଲ। ଭଲରେ ମତେ ମୋ ଲିପଷ୍ଟିକ୍ ଫେରେଇ ଦିଅ। ଏ ତୁ କଣ କହୁଛୁ? ନା ନା, ମୁଁ ତ ଲିପଷ୍ଟିକ୍ ଚୋରି କରିନି। ତୁ ଏଠୁ ଚାଲିଯା। ଚଢ଼େଇ ଦେଖିଛି, ତୁମେ ମୋ ଲିପଷ୍ଟିକ୍ ନେଉଥିଲ। ମତେ ଭଲରେ ଭଲରେ ମୋ ଲିପଷ୍ଟିକ୍ ଫେରାଅ, ନହେଲେ ମୁଁ ସମସ୍ତଙ୍କୁ ଡାକି ଆଣିବି। ସେତେବେଳେ ପୁରା ଜଙ୍ଗଲବାସୀ ଜାଣିଯିବେ ତୁମେ ଗୋଟେ ଚୋର। ନା ନା ମିଟୁ, ଏମିତି କରନି। ମୋର ଭୁଲ ହେଇଗଲା। ରହ, ମୁଁ ଏବେ ତ ଲିପଷ୍ଟିକ୍ ଆଣିଦଉଛି। କାଉ ଭୟରେ ମିଟୁକୁ ତା ଲିପଷ୍ଟିକ୍ ଫେରେଇ ଦେଲା। ମିଟୁ ଖୁସିରେ ନିଜ ଘରକୁ ଫେରିଗଲା। ନେଇଗଲା ମିଟୁ, ଏତେ ସୁନ୍ଦର ଲିପଷ୍ଟିକ୍ ଟାକୁ ନେଇଗଲା। ମୁଁ ଥରେ ବି ସେ ଲିପଷ୍ଟିକ୍ ଲଗେଇ ନଥିଲି। ସବୁ ହେଇଛି ସେ ଚଢ଼େଇ ପାଇଁ। ଚଢ଼େଇ ଯଦି ମିଟୁକୁ କହିନଥାନ୍ତା, ମିଟୁ କେବେ ବି ଜାଣିପାରି ନଥାନ୍ତା ମୁଁ ତା ଲିପଷ୍ଟିକ୍ ଚୋରି କରିଛି। ଚାଲ ଗୋଟେ କାମ କରିବା, ଚିଲ ସହ କଥା ହେଇ ସେ ଚଢ଼େଇକୁ ମାଡ଼ ଖୁଏଇବା। ଚଢ଼େଇ ମାଡ଼ ଖାଇଲେ ମତେ ବି ଖୁସି ଲାଗିବ। ଚିଲ ଦିଦି, ଜାଣିଛ ଚଢ଼େଇ ତୁମକୁ ଅନେକ ଗାଳି ଦେଉଛି। ସମସ୍ତଙ୍କ ପାଖରେ ସେ ତୁମ ନାଁରେ ଖରାପ କଥା କହୁଛି। ସେ କହୁଛି ସୁଯୋଗ ପାଇଲେ ସେ ତୁମକୁ ମାରିଦେବ। କଣ ହେଲା? ସେ ଛୋଟ ଚଢ଼େଇର ଏତେ ସାହସ? ସେ ମୋ ନାଁରେ ଖରାପ କଥା କହୁଛି। ସେ ମତେ ମାରିଦେବ। ମୁଁ ତାକୁ ଛାଡ଼ିବିନି। ଆଜି ମୁଁ ତାକୁ ପିଟି ପିଟି ମାରିଦେବି। ଏମିତି କହି ଚିଲ ଚଢ଼େଇର ଘରକୁ ଗଲା। ଦୁଇ କାଉ ଖୁସି ହେଇ ନିଜ ଘରକୁ ଫେରିଗଲେ। ଚଢ଼େଇ, ଏ ଚଢ଼େଇ, ବାହାରକୁ ଆସେ। ତୋର ଏତେ ସାହସ? ତୁ ମତେ ଗାଳି ଦେଇ ମତେ ମାରିବାକୁ ଚାହୁଁଛୁ? କାଉ ମାନେ ଏକଥା କହିନଥିଲେ ତ ମୁଁ ଜମା ବି ଏ ବିଷୟରେ ଜାଣିପାରି ନଥାନ୍ତି। ଓ, ମୁଁ କାଉର ଲିପଷ୍ଟିକ୍ ଚୋରି କଥା ମିଟୁକୁ କହିଦେଲି ବୋଲି ସେ ଆଜି ମତେ ଚିଲ ପାଖରୁ ମାଡ଼ ଖୋଇବାକୁ ଚାହୁଁଛି।
ମତେ କିଛି ଗୋଟେ କରିବାକୁ ପଡିବ, ଯେମିତି ମୁଁ ଚିଲକୁ ଖୁସି କରିପାରିବି। ତାପରେ ଚଢେଇ କିଛି ଖିଚୁଡି ଧରି ବାହାରକୁ ଗଲା। ଚିଲ ଦିଦି, ତୁମେ ମୋ ଘରକୁ ଆସିଛ? ଆଜି ମୋର କେତେ ବଡ ଭାଗ୍ୟ। ମୁଁ ଶୁଣିଥିଲି କିଛି ଦିନ ତଳେ ତୁମ ଦେହ ଭାରି ଖରାପ ହେଇଥିଲା, ସେଥିପାଇଁ ଆଜି ମୁଁ ତୁମ ମନପସନ୍ଦର ଖିଚୁଡି ରାନ୍ଧି ତୁମ ଘରକୁ ନେଇ ଦେଇଥାନ୍ତି। ଭଲ ହେଲା, ତୁମ ସହ ଦେଖା ହେଇଗଲା। ଏଇ ନିଅ ଖିଚୁଡି ଖାଇ ଦେଖ, କହିଲେ ମୁଁ କେମିତି ରାନ୍ଧିଛି। ଏ କଣ, ମୁଁ ତ ଦେଖୁଛି ଚଢେଇ ମତେ ବହୁତ ଭଲ ପାଏ, ନହେଲେ କଣ ମୋ ପାଇଁ ଏମିତି ଖିଚୁଡି ରାନ୍ଧିଥାନ୍ତା। ହେଲେ ଚଢେଇ, କାଉ ମାନେ ମତେ କହିଲେ ଯେ ତୁ ମତେ ମାରିବାକୁ ଚାହୁଁଛୁ, ତୁ ଏ ଖିଚୁଡିରେ ବିଷ ମିଶେଇନୁ ତ? ନା ନା ଚିଲ ଦିଦି, ମୁଁ ଏ ଖିଚୁଡିରେ ବିଷ ମିଶେଇନି। ମତେ ବିଶ୍ୱାସ କରୁନ ତ? ରୁହ, ମୁଁ ଏବେ ହିଁ ଖିଚୁଡି ଖାଇକି ତୁମକୁ ଦେଖାଉଛି। ଦେଖିଲ ଚିଲ ଦିଦି, ମୁଁ ଯଦି ଏ ଖିଚୁଡିରେ ବିଷ ମିଶେଇଥାନ୍ତି ତାହେଲେ କଣ ମୁଁ ନିଜେ ଖାଇଥାନ୍ତି? କାଉ ମାନେ ତୁମକୁ ହଇରାଣ କରିବା ପାଇଁ ହିଁ ମୋ ନାଁରେ ଏମିତି ମିଛ କଥା କହିଛନ୍ତି। କଣ ହେଲା, ସେ କାଉ ମାନଙ୍କର ଏତେ ସାହସ, ସେମାନେ ମତେ ହଇରାଣ କଲେ? ଦେ ମତେ ଆଗ ସେ ଖିଚୁଡି ଦେ, ମୁଁ ଖିଚୁଡି ଖାଇସାରେ ତାପରେ ତାଙ୍କ ପାଖକୁ ଯିବି ଆଉ ସେମାନଙ୍କୁ ଉଚିତ ଶିକ୍ଷା ଦେବି। ଦୁଷ୍ଟ କାଉ ଦଳ, ମତେ ମିଛ କହି ହଇରାଣ କରୁଛ? ଏବେ ତମ ମାନଙ୍କୁ ମାରି ମାରି ମୋ ଜୀବନରୁ ମାରିଦେବି। ଆମର ଭୁଲ ହେଇଗଲା ଚିଲ ଦିଦି, ଦୟାକରି ଆମକୁ ଛାଡି ଦିଅ, ଆମେ ଆଉ କେବେ ବି ତୁମକୁ ମିଛ କଥା କହିବୁନି। ଠିକ ଅଛି, ଆଜି ମୁଁ ତମ ମାନଙ୍କୁ ଛାଡି ଦଉଛି, ଆଉ ଦିନେ ଯଦି ଚଢେଇ ନାଁରେ ମିଛ କହିବ ମୁଁ ତମ 2 ଜଣଙ୍କୁ ଜୀବନରୁ ମାରିଦେବି। ଯାହା ନାଁରେ ମିଛ କହୁଥିଲ, ଜାଣିଛ ସେ ମତେ କେତେ ଭଲ ପାଏ, କେତେ କଷ୍ଟ କରି ମୋ ପାଇଁ ଖିଚୁଡି ରାନ୍ଧି ମତେ ଖାଇବାକୁ ଦେଇଛି। ଏମିତି କହି ଚିଲ ସେଠାରୁ ଚାଲିଗଲା। ସେତେବେଳେ କାଉଛୁଆ ଘରକୁ ଆସିଲା। ସେ ବଦମାସ ଚଢେଇର ଏତେ ବୁଦ୍ଧି, ଏମିତି ଚିଲକୁ ସେ ନିଜ ଆଡକୁ କରିନେଲା। ଏବେ ମୁଁ ସେ ଚଢେଇର କଣ କରିବି? ମୋ ମୁଣ୍ଡରେ ତ କିଛି ବୁଦ୍ଧି ପଶୁନି। ମୁଣ୍ଡରେ ତ ଗୋବର ବହିଛ, ବୁଦ୍ଧି ପଶିବ କୁଆଡେ? ଏବେ ଆମେ ଆଉ କିଛି କରିବାନି, ଯାହା କରିବ ଆମ ଝିଅ କରିବ। ମାରେ, ତୁ ସବୁ ତ ଶୁଣିଲୁ, ମୁଁ ଯେମିତି କହୁଛି ତୁ ସେମିତି କରିପାରିବୁ ତ? ଠିକ ଅଛି ମା, କୁହ ମୁଁ କଣ କରିବି? ଏବେ ନୁହଁ, ଆମେ ସନ୍ଧ୍ୟାରେ ସବୁ କାମ କରିବା, ତୁ ଖାଲି ସନ୍ଧ୍ୟା ହେବାକୁ ଅପେକ୍ଷା କର। ଏମିତି ସେମାନେ ଏକ ଦୁଷ୍ଟ ଯୋଜନା ବନେଇଲେ। ସନ୍ଧ୍ୟା ହେବା ପରେ କାଉର ସ୍ତ୍ରୀ ତା ଝିଅକୁ ଗୋଟେ ମଶାଲ ଦେଲା। କାଉ ଛୁଆ ସେ ମଶାଲ ଧରି ଚଢେଇ ଘରକୁ ଗଲା ତା ଘରେ ନିଆଁ ଲଗେଇବା ପାଇଁ। ରାସ୍ତାରେ ବହୁତ ଜୋରେ ପବନ ବହୁଥିଲା। କାଉ ଛୁଆ ଧରିଥିବା ମଶାଲର ନିଆଁ ଲିଭିଗଲା। ଏ କଣ, ନିଆଁ ଲିଭିଗଲା? ଏବେ ମୁଁ କଣ କରିବି? ଯାଏ ଘରୁ ପୁଣି ଥରେ ନିଆଁ ଧରି ଆସେ। ଏମିତି କହି କାଉ ଛୁଆ ଘରକୁ ଫେରୁଥିଲା। ରାସ୍ତା ପୁରାପୁରି ଅନ୍ଧାର ଥିଲା। କାଉ ଛୁଆ ଜାଣି ନପାରି ଗୋଟେ କୂଅ ଭିତରେ ପଡିଗଲା। ବାବା ବଞ୍ଚାଅ, ମତେ କେହି ବଞ୍ଚାଅ, ମୁଁ କୂଅ ଭିତରେ ପଡିଗଲି, ମତେ କେହି ବଞ୍ଚାଅ। ସେତେବେଳେ ସେ ରାସ୍ତାରେ ଚଢେଇ ଯାଉଥିଲା। କାଉ ଛୁଆର ପାଟି ଶୁଣି ସେ ତା ପାଖକୁ ଗଲା। ଆରେ, ଇଏ ତ କାଉ ଛୁଆର ପାଟି, ସେ କୂଅ ଭିତରେ କେମିତି ପଡିଲା? ଚିକି, ତୁ କୂଅରେ କେମିତି ପଡିଲୁ? ଆଣ୍ଟି, ମତେ ଆଗ ବଞ୍ଚାଅ, ପରେ ମୁଁ ତୁମକୁ ସବୁ କଥା କହିବି। ଆଚ୍ଛା ଆଚ୍ଛା, ତୁ ଆଉ ଭୟ କରନି, ମୁଁ ଏବେ ହିଁ ତତେ ପାଣିରୁ ବାହାର କରୁଛି। ଆରେ ଚିକି, ତୁ ଏଠି କଣ କରୁଛୁ? ଆମେ ତତେ ଗୋଟେ କାମ ଦେଇଥିଲୁ, ତୁ କଣ ସେ କାମ କଲୁ? ରଖ ତୁମ କାମ, ତୁମେ 2 ଜଣ ବହୁତ ଖରାପ। ତୁମ କଥା ମାନି ଅନ୍ୟର କ୍ଷତି କରିବାକୁ ଯାଇ ମୁଁ ନିଜେ ବିପଦରେ ପଡିଗଲି। ଏଇ ଯୋଉ କୂଅ ଦେଖୁଛ, ମୁଁ ଏବେ କୂଅ ଭିତରେ ପଡି ଯାଇଥିଲି। ଚଢେଇ ଆଣ୍ଟି ମତେ କୂଅ ଭିତରୁ ବାହାର କଲେ। ଯାହାଙ୍କର ଘର ପୋଡି ଦେବା ପାଇଁ ମତେ କହିଥିଲ, ସେ ହିଁ ଆଜି ମୋର ଜୀବନ ରକ୍ଷା କଲେ। ବାପା ଚଢେଇ, ଆମର ବହୁତ ବଡ ଭୁଲ ହେଇଗଲା। ତୁ ଆମର ଶତ୍ରୁ ହେଇବି ଆମ ଝିଅର ଜୀବନ ରକ୍ଷା କଲୁ। ଆମକୁ ଏଇ ଥରକ କ୍ଷମା କରିଦେ ଚଢେଇ, ଆଉ ଦିନେ ବି ଆମେ ତୋର କ୍ଷତି କରିବା କଥା ଚିନ୍ତା କରିବୁନି। ବିପଦ ସମୟରେ ସମସ୍ତଙ୍କୁ ସାହାଯ୍ୟ କରିବା ଉଚିତ, ସେ ଶତ୍ରୁ ହେଉ କି ମିତ୍ର ହେଉ, କାରଣ କେତେବେଳେ କିଏ ବିପଦରେ ପଡିବ କେହି କହିପାରିବେନି। ସେଥିପାଇଁ ସମସ୍ତଙ୍କ ସାଙ୍ଗରେ ମିଳିମିଶି ରହିବା ଉଚିତ। ହଁ ଚଢେଇ, ତୁ ଠିକ କହିଲୁ। ମୁଁ ଆଉ ଦିନେ ବି କାହା ସହ ଝଗଡା ନ କରି ସମସ୍ତଙ୍କ ସହ ମିଳିମିଶି ରହିବି।
ସେଦିନ ପରଠାରୁ କାଉମାନେ ପୁରାପୁରି ବଦଳି ଗଲେ ଆଉ ସମସ୍ତଙ୍କ ସହ ମିଳିମିଶି ରହିଲେ। ଏଇ ତ ଆଗରେ ଗୋଟେ ସୁନ୍ଦରୀ ଚଢ଼େଇ ବସିଛି। ମତେ ମୋ ଶିକାର ମିଳିଗଲା। ମୁଁ ତାକୁ ମୋ ସାଙ୍ଗରେ ନେଇଯିବି ମୁଁ ତାକୁ। ଏମିତି କହି ରାକ୍ଷସୀ ସେ ଚଢ଼େଇକୁ ଧରି ନିଜ ସାଙ୍ଗରେ ନେଇଗଲା। ପ୍ରତିଦିନ ସେ ରାକ୍ଷସୀ ଜଙ୍ଗଲରେ ବୁଲୁଥିଲା। ସେ ସୁନ୍ଦରୀ ଚଢ଼େଇମାନଙ୍କୁ ଦେଖିଲେ ନିଜ ସାଙ୍ଗରେ ନେଇ ଯାଉଥିଲା। ମୁଁ କଳା ରଙ୍ଗ ପ୍ରସ୍ତୁତ କରିଦେଲି, ଏବେ ମୁଁ ରାନୀ ପାଖକୁ ଯାଏ। ଏମିତି କହି ସେ ତାଲା ଖୋଲି ରାନୀ ପାଖକୁ ଗଲା। ହେଲେ ଘର ଭିତରେ ରାନୀ ନଥିଲା। ମିଟୁ ଖୁବ୍ ଡରିଗଲା ଆଉ ସେ ଶୀଘ୍ର ମୁଖିଆ ଚଢ଼େଇ ପାଖକୁ ଗଲା। ମୁଖିଆ ଆଜ୍ଞା, ରାନୀ ଘରେ ନାହିଁ। ସେ ବୋଧେ କୁଆଡେ ଯାଇଛି। ଏ କଣ ସର୍ବନାଶ ହେଇଗଲା। ମୁଁ ରାନୀକୁ ବାରମ୍ବାର ମନା କରିଥିଲି ଏକୁଟିଆ ବାହାରକୁ ଯିବୁନି, ହେଲେ ସେ ଜମା ବି ମୋ କଥା ଶୁଣେନି। ଏବେ ଆମ ଝିଅର କଣ ହେବ? ତୁ ଜମା ବି ଚିନ୍ତା କରନି, ଆମ ଝିଅର କିଛି ବି ହେବନି। ମିଟୁ, ତୁ ଶୀଘ୍ର ଯା, ରାନୀକୁ ଖୋଜିବୁ। ସେ ବେଶୀ ଦୂରକୁ ଯାଇ ନଥିବ। ଆଜ୍ଞା ବାବୁ, ମୁଁ ଏବେ ଯାଉଛି। ଏମିତି କହି ମିଟୁ ରାନୀ ଚଢ଼େଇକୁ ଖୋଜିବା ପାଇଁ ବାହାରିଗଲା। ସେପଟେ ରାନୀ ଚଢ଼େଇ ଗୋଟେ ଝରଣା କୂଳରେ ବସି ଗୀତ ଗାଉଥିଲା। ଏ ଜଙ୍ଗଲ ଝରଣା ସବୁ କିଛି କେତେ ସୁନ୍ଦର। ଏତେ ଦିନ ପରେ ବାହାରକୁ ଆସି ମତେ ଭାରି ଭଲ ଲାଗୁଛି। ଏଠାରୁ ଯିବାକୁ ଜମା ଇଚ୍ଛା ହେଉନି। ଜାଣିନି ବାପା ମା କଣ ପାଇଁ ଯେ ମତେ ସବୁବେଳେ ଘରେ ବନ୍ଦୀ କରି ରଖନ୍ତି। ଏବେ ମୁଁ ଘରକୁ ଯାଏ, ନହେଲେ ବାପା ମା ବ୍ୟସ୍ତ ହୋଇ ମତେ ଖୋଜିବେ। ଏମିତି କହି ଚଢ଼େଇ ଘରକୁ ଫେରୁଥିଲା। ରାସ୍ତାରେ ସେ ଯାହା ଦେଖିଲା ତା ଦେଖି ସେ ଅନେକ ଡରିଗଲା। ନା ନା, ମତେ ନିଜ ସାଙ୍ଗରେ ନିଅନି, ମତେ ଛାଡ଼ି ଦିଅ। ମୁଁ ତମର କଣ କ୍ଷତି କରିଛି? ତୁ ମୋର କିଛି କ୍ଷତି କରିନୁ ସତ, ହେଲେ ତୁ ସୁନ୍ଦର ହେଇ ଭୁଲ କରିଛୁ। ତୋ ଭଳି ସୁନ୍ଦରୀ ଚଢ଼େଇକୁ ମୁଁ ଛାଡ଼ିବିନି, ମୋ ସାଙ୍ଗରେ ନେଇଯିବି। ଏ କେମିତିକା ରାକ୍ଷସୀ? ଆଉ ଇଏ ଆମ ଜଙ୍ଗଲକୁ କେମିତି ଆସିଲା? କିଏ ମତେ ଧରିଲ? ମତେ ଛାଡ଼ି ଦିଅ। ଭୟ କରନି ରାନୀ ମା, ମୁଁ ମିଟୁ ଅଙ୍କଲ। ମିଟୁ ଅଙ୍କଲ, ତୁମେ ଏଠାକୁ କେମିତି ଆସିଲ? ରାନୀ ମା, ତୁମକୁ ଘରେ ନ ପାଇ ତୁମ ବାପା ମା ଅନେକ ବ୍ୟସ୍ତ ହେଉଛନ୍ତି। ଶୀଘ୍ର ମୋ ସାଙ୍ଗରେ ଘରକୁ ଚାଲ। ତାପରେ ରାନୀ ଚଢ଼େଇ ମିଟୁ ସାଙ୍ଗରେ ଘରକୁ ଗଲା। ସେ ତାର ବାପା ମାକୁ ସବୁ ଘଟଣା କହିଲା। ଏବେ ଜାଣିଲୁ ମା, ମୁଁ କଣ ପାଇଁ ତତେ ଏକୁଟିଆ ବାହାରକୁ ଯିବାକୁ ମନା କରେ? ମତେ କ୍ଷମା କରିଦିଅ ମା, ମୋର ଭୁଲ ହେଇଗଲା। ଆଜି ପରଠୁ ମୁଁ ତୁମର ସବୁ କଥା ମାନିବି। ଜଣା ନାହିଁ ସେ ରାକ୍ଷସୀ କେମିତି ଆମ ଜଙ୍ଗଲକୁ ଆସିଲା। ସେ ଯେବେଠୁ ଆମ ଜଙ୍ଗଲକୁ ଆସିଲାଣି ସୁନ୍ଦରୀ ଚଢ଼େଇ ମାନଙ୍କୁ ଧରି ନିଜ ସାଙ୍ଗରେ ନେଇଯାଉଛି। ଯେତେ ଖୋଜିଲେ ବି ଆମେ ସେମାନଙ୍କୁ ପାଉନୁ। ମାରେ, ତୁ ଏବେ ଘର ଭିତରକୁ ଯା, ଆଉ କେବେ ବି ଏକୁଟିଆ ବାହାରକୁ ଯିବୁନି। ଯଦି ବି ଯିବୁ ମୁହଁରେ କଳା ରଙ୍ଗ ଲଗେଇକି ଯିବୁ, ଯେମିତି ସେ ରାକ୍ଷସୀ ତତେ ଅସୁନ୍ଦର ଭାବି ଛାଡ଼ିଦେବ। ଏମିତି ଦିନ ବିତି ଚାଲିଲା। ରାକ୍ଷସୀ ପ୍ରତ୍ୟେକ ଦିନ ଗୋଟେ ନା ଗୋଟେ ଚଢ଼େଇକୁ ଧରି ନେଇ ଯାଉଥିଲା। ଧୀରେ ଧୀରେ ଜଙ୍ଗଲରେ ଚଢ଼େଇ କମିବାକୁ ଲାଗିଲେ। ଏସବୁ ଦେଖି ଅନ୍ୟ ଚଢ଼େଇମାନେ ଚିନ୍ତାରେ ପଡ଼ିଗଲେ। ମୋକିଆ ଆଜ୍ଞା, କିଛି କରନ୍ତୁ। ଏମିତି ଆଉ କେତେ ଦିନ ଚାଲିବ? ସେ ରାକ୍ଷସୀ ଆମ ପରିବାରରୁ କାହାକୁ ନା କାହାକୁ ନେଇଯାଇଛି। ସେ ରାକ୍ଷସୀକୁ ମାରିବା ପାଇଁ ମୁଁ ଅନେକ ଚେଷ୍ଟା କଲିଣି, କିନ୍ତୁ ଯାହା କଲେ ବି ରାକ୍ଷସୀ ଧରା ଦେଉନି। କେହି ବି ରାକ୍ଷସୀ ବିଷୟରେ ଜାଣି ନାହାନ୍ତି। ଏବେ ତମେ ମାନେ ହିଁ କୁହ, ମୁଁ ଏ ସମସ୍ୟାର ସମାଧାନ କେମିତି କରିବି? ନା ନା, ଆମେ କିଛି ଜାଣିବାକୁ ଚାହୁଁନୁ। ଆପଣଙ୍କୁ ସମସ୍ୟାର ସମାଧାନ କରିବାକୁ ହିଁ ପଡ଼ିବ। ଆଚ୍ଛା, ତମେ ମାନେ ଶାନ୍ତ ହୁଅ, ମୁଁ ଦେଖୁଛି ମୁଁ କଣ କରିପାରିବି। ଏମିତି ବେଶ କିଛି ଦିନ ବିତିଗଲା। କେହି ବି ରାକ୍ଷସୀର କିଛି କ୍ଷତି କରିପାରିଲେନି। ଗୋଟେ ଦିନ, ଅନେକ ଦିନରୁ ମୁଁ ବାହାରକୁ ଯାଇନି। ବାହାରର ପରିବେଶ ଦେଖିବାକୁ ମତେ ଭାରି ଇଚ୍ଛା ହଉଛି। ଯାଏ ମୁହଁରେ କଳା ରଙ୍ଗ ଲଗେଇ ଝରଣା ପାଖରେ ଟିକେ ବୁଲି ଆସେ। ବାହାରର ପରିବେଶକୁ ଆସି ମତେ ଭାରି ଭଲ ଲାଗିଲା। ଅନେକ ସମୟ ତ ଏଠି ବସିଲିଣି, ଏବେ ମୁଁ ମୋ ଘରକୁ ଯାଏ। ଏମିତି କହି ଚଢ଼େଇ ଘରକୁ ଯିବା ପାଇଁ ବାହାରିଲା। ହଠାତ୍ ସେହି ସମୟରେ ଜୋରେ ବର୍ଷା ହେଲା। ଚଢ଼େଇ ମାଖିଥିବା କଳା ରଙ୍ଗ ବର୍ଷା ପାଣିରେ ଧୋଇ ହେଇଗଲା। ହେଲେ ଏକଥା ରାନୀ ଚଢ଼େଇ ଜମା ବି ଜାଣିପାରିଲାନି।
ଏଇ ଜଙ୍ଗଲରେ କ'ଣ ଆଉ ସୁନ୍ଦରୀ ଚଢ଼େଇ ନାହାନ୍ତି? ଅନେକ ଦିନ ହେଲାଣି ମୁଁ ଗୋଟିଏ ବି ସୁନ୍ଦରୀ ଚଢ଼େଇ ପାଇନି। ଏବେ ମୁଁ କାହାକୁ ନେବି? ଆରେ ଏଇ ତ ଆଗରେ ଗୋଟିଏ ସୁନ୍ଦରୀ ଚଢ଼େଇ ବର୍ଷାରେ ଭିଜୁଛି। ମୁଁ ଆଜି ତାକୁ ଧରି ନେଇଯାଏ। ମୋକିଆ ଆଜ୍ଞା, ସର୍ବନାଶ ହେଇଗଲା। ରାକ୍ଷସୀ ରାନୀ ମାକୁ ଧରି ନେଇଗଲା। ନା, ଏମିତି ହେଇପାରିବନି। ମୋ ଝିଅକୁ ଫେରେଇ ଆଣ। ସେପଟେ ରାକ୍ଷସୀ ଚଢ଼େଇକୁ ଧରି ନିଜ ରାଜ୍ୟକୁ ଆସିଲା ଆଉ ତାକୁ ଗୋଟେ ଘରେ ବନ୍ଦୀ କରି ରଖିଲା। ତୁମେ କାହିଁକି ସୁନ୍ଦରୀ ଚଢ଼େଇ ମାନଙ୍କୁ ଧରି ନେଇ ଆସୁଛ? କିଏ ତୁମେ? ଏସବୁ କରିକି ତୁମକୁ କଣ ଲାଭ ମିଳିବ? ମୁଁ ହେଉଛି ପୂର୍ଣ୍ଣିମା ରାକ୍ଷସୀ। ସବୁ ସୁନ୍ଦରୀ ଚଢ଼େଇ ମାନଙ୍କୁ ମୁଁ ବନ୍ଦୀ କରି ରଖିଛି। କ'ଣ ପାଇଁ ଜାଣିଛୁ? ତ ସହ ସବୁ ସୁନ୍ଦରୀ ଚଢ଼େଇଙ୍କୁ ପୂର୍ଣ୍ଣିମା ରାତିରେ ମାରିଲେ ମୁଁ ଶକ୍ତିଶାଳୀ ହେବା ସହ ଅନେକ ସୁନ୍ଦରୀ ହେଇଯିବି। କାଲି ହେଉଛି ସେ ପୂର୍ଣ୍ଣିମା ରାତି। ତୁ ଖାଲି ଆଉ ଗୋଟେ ଦିନ ଅପେକ୍ଷା କର, ମୁଁ ତତେ ମାରିବି। ଏବେ ତୁ ଏଇଠି ବନ୍ଦୀ ହେଇ ରହ। ଏମିତି କହି ରାକ୍ଷସୀ ସେଠାରୁ ଚାଲିଗଲା। ରାନୀ କେମିତି ସେ ଘରୁ ବାହାରିବ ଚିନ୍ତା କରୁଥିଲା। ସେହି ସମୟରେ ସେ ଘରକୁ ଜଗିଥିବା ଗୋଟେ ଚଢ଼େଇ ଉପରେ ତାର ନଜର ପଡ଼ିଲା। ରାନୀ ସେ ଚଢ଼େଇ ପାଖକୁ ଗଲା। ଆରେ ର ତୁ କୁଆଡେ ଯାଉଛୁ? ରାକ୍ଷସୀ ମା ତତେ ଏଠୁ ବାହାରିବାକୁ ମନା କରିଛନ୍ତି। ଯା ଯା, ନିଜ ଜାଗାକୁ ଫେରି ଯା। ମୁଁ ବହୁତ ଦୁର୍ବଳ। ମୁଁ କଣ ରାକ୍ଷସୀ ମାଙ୍କ ସହ ଲଢ଼େଇ କରି ପାରିବି? କାଲି ରାକ୍ଷସୀ ମା ମତେ ମାରିଦେବେ। ମୋର ଗୋଟେ ଶେଷ ଇଚ୍ଛା ପୂରା କରିଦିଅ। ମୁଁ ଜାଣି ତୁମେ ବହୁତ ଭଲ। ଦୟାକରି ମୋର ଗୋଟିଏ ଶେଷ ଇଚ୍ଛା ପୂରା କରିଦିଅ। ମୁଁ ଅଳ୍ପ ସମୟ ପାଇଁ ବାହାରକୁ ଯାଇ ବୁଲିବାକୁ ଚାହୁଁଛି। ଆଚ୍ଛା ଆଚ୍ଛା, ଠିକ ଅଛି। ତୁ ଏବେ ଯା, ହେଲେ ଶୀଘ୍ର ଫେରି ଆସିବୁ। ତାପରେ ରାନୀ ସେ ଘରୁ ବାହାରି ଆସିଲା। ସେ ସେଠାରୁ ପଳେଇ ଯିବାକୁ ଚେଷ୍ଟା କରୁଥିଲା। ସେହି ସମୟରେ ସେ ଏକ ପଥରରେ ବାଜି ତଳେ ପଡ଼ିଗଲା। ମୋ ଗୋଡ଼! ଆରେ ଇଏ କେମିତିକା ଗଛ? ଆଉ ତାକୁ ଏମିତି ଘୋଡେଇକି କିଏ ରଖିଛି? ଏଇଟା ସେଇ ଗଛ ଯୋଉ ଗଛର ଫୁଲ ଖାଇଲେ ରାକ୍ଷସୀ ମରିଯିବ। କିଏ ତୁମେ? ଆଉ କଣ୍ଟା ଗଛ ହେଇ ତୁମେ କଥା କେମିତି କହୁଛ? ରାନୀ, ମତେ କଣ ତୁ ଚିହ୍ନି ପାରୁନୁ? ମୁଁ ତ ସାଙ୍ଗ। ରାକ୍ଷସୀ ଆମକୁ ଧରି ଆଣି କଣ୍ଟା ଗଛ କରି ଏଠି ରଖିଛି। କାଲି ପୂର୍ଣ୍ଣିମା ରାତିରେ ସିଏ ଆମ ସମସ୍ତଙ୍କୁ ମାରିବ। ରାନୀ, କିଛି କର, ଆମକୁ ବଞ୍ଚା। ଚିନ୍ତା କରନି ସାଙ୍ଗ, ଯେମିତି ବି ହେଉ ଆମେ ସେ ରାକ୍ଷସୀକୁ ମାରିବା। ଏଇ ଫୁଲ ନେଇ ମୁଁ ଯଦି ଏମିତି ରାକ୍ଷସୀକୁ ଦେବି, ସେ ଜମା ବି ଖାଇବନି। ମତେ କିଛି ଉପାୟ ବାହାର କରିବାକୁ ହେବ। ଆଚ୍ଛା, ସେ ରାକ୍ଷସୀର ରୋଷେଇ ଘର କୋଉଠି କହିପାରିବୁ? ଏଇ ଯୋଉ ଆଗରେ ଘର ଅଛି, ସେଇଟା ରାକ୍ଷସୀର ରୋଷେଇ ଘର। ତୁ ଯଦି କିଛି କରିବାକୁ ଚାହୁଁଛୁ ଶୀଘ୍ର କର। ରାକ୍ଷସୀ ଏବେ ଘରେ ନାହିଁ। ହଁ, ମୁଁ ଏବେ ହିଁ ସେ କାମ କରୁଛି। ତାପରେ ଚଢ଼େଇ କିଛି ବିଷାକ୍ତ ଫୁଲ ତୋଳି ସେ ସବୁ ଧରି ରାକ୍ଷସୀର ରୋଷେଇ ଘରକୁ ଗଲା। ସେ ରାକ୍ଷସୀ ପାଇଁ ଗୋଟେ କେକ୍ ତିଆରି କଲା ଆଉ ସେ କେକ୍ ରେ ବିଷ ମିଶାଇଲା। ତାପରେ ସେ ସେଇ କେକ୍ ଧରି ରାକ୍ଷସୀ ପାଖକୁ ଗଲା। ଏବେ ମୁଁ ତତେ ମାରିବି। ଆରେ ଏଇଟା ତୁ କ'ଣ ଧରିଛୁ? ଏଇଟା ହଉଛି ଗୋଟେ ଗୋଲାପୀ କେକ୍। ଏଇ କେକ୍ ଖାଇ ଆମେ ସବୁ ଚଢ଼େଇ ସୁନ୍ଦରୀ ହେଇଛୁ। ମୁଁ ତୁମକୁ ସୁନ୍ଦରୀ କରିବା ପାଇଁ ହିଁ ଏଇ କେକ୍ ବନେଇଛି। ନିଅ, ଏଇ କେକ୍ ଖାଇ ସୁନ୍ଦରୀ ହୁଅ। ତୁମେ ଯେତେବେଳେ ସୁନ୍ଦରୀ ହେଇଯିବ, ଦୟାକରି ମତେ ମାରିବନି, ମତେ ଛାଡ଼ିଦେବ। ଆଚ୍ଛା, ଠିକ ଅଛି। ତୋ କଥା ଯଦି ସତ ହେଇଥାଏ, ମୁଁ ତତେ ଛାଡ଼ିଦେବି। ସୁନ୍ଦରୀ ହେବା ଲୋଭରେ ରାକ୍ଷସୀ ସେ କେକ୍ ଖାଇଦେଲା। ଯେମିତି ସେ ସେଇ କେକ୍ ଖାଇଲା, ତା ଦେହରେ ନିଆଁ ଜଳିଲା। କିଛି ସମୟରେ ହିଁ ସେ ସେଇ ନିଆଁରେ ଜଳି ପାଉଁଶ ହେଇଗଲା। ରାକ୍ଷସୀ ମରିବା ପରେ ପରେ ସବୁ ଚଢ଼େଇ ମୁକ୍ତ ହେଇଗଲେ। ତାପରେ ସମସ୍ତେ ନିଜ ନିଜ ଘରକୁ ଫେରିଗଲେ। ରାନୀ ଚଢ଼େଇ ତା ବାପା ମାକୁ ସବୁ ଘଟଣା କହିଲା। ରାନୀର ବୁଦ୍ଧି ପାଇଁ ସମସ୍ତେ ତାର ଅନେକ ପ୍ରଶଂସା କଲେ। ଏକ ଜରୁରୀ ଘୋଷଣା ଶୁଣ। ରାଣୀମା ଆମ ଜଙ୍ଗଲରେ ଏକ ପ୍ରତିଯୋଗିତା କରିବେ। ଯିଏ ବି ପ୍ରତିଯୋଗିତାରେ ଭାଗ ନେବାକୁ ଚାହୁଁଛ, ସେ ଶୀଘ୍ର ଯାଇ ରାଣୀମାକୁ ଦେଖା କର। ଆରେ ସାଙ୍ଗ, ରାଣୀମା କୋଉ ପ୍ରତିଯୋଗିତା କରିବେ? ମୁଁ ତ ଏଇ ଜଙ୍ଗଲର ରାଣୀ ନା, ମୁଁ ସବୁ କଥା ଜାଣିଛି। କ'ଣ ପ୍ରତିଯୋଗିତା ହେଉଛି ତତେ କହିପାରିବି। ଆରେ ମୂର୍ଖ, ଚାଲ ଆଗ ରାଣୀମାଙ୍କ ପାଖକୁ ଯିବା। ସେ ହିଁ କହିପାରିବେ ସେ କ'ଣ ପ୍ରତିଯୋଗିତା କରୁଛନ୍ତି। ଏମିତି କଥା ହେଇ ସେମାନେ ରାଣୀ ଚିଲ ପାଖକୁ ଗଲେ।
ତାଙ୍କ ପଛେ ପଛେ ଆଉ ଦୁଇଟି ଚଢ଼େଇ ବି ଗଲେ। ରାଜପ୍ରସାଦରେ ପହଞ୍ଚିବା ପରେ ରାଣୀମା, ଆମେ ଶୁଣିଲୁ ଆପଣ ଏକ ପ୍ରତିଯୋଗିତା କରୁଛନ୍ତି। କଣ ପ୍ରତିଯୋଗିତା କରିବେ? ଆମକୁ ବି ଟିକେ ବୁଝେଇକି କୁହନ୍ତୁ। ହଁ ହଁ, ମୁଁ ତମମାନଙ୍କୁ ଏବେ ସବୁ କଥା ବୁଝେଇକି କହୁଛି। ଅନେକ ଦିନରୁ ଆମ ଜଙ୍ଗଲରେ କିଛି ବି ପ୍ରତିଯୋଗିତା ହେଇନି। ମୁଁ ଏ ବର୍ଷ ଡେଇଁବା ପ୍ରତିଯୋଗିତା କରିବାକୁ ଚାହୁଁଛି। ଯିଏ ବି ଅଧିକ ଉପରକୁ ଡେଇଁ ଜିତିବ, ମୁଁ ତାକୁ ପୁରସ୍କାରରେ ଗୋଟେ ଲିଚୁ ଗଛ ଦେବି। କଣ କହିଲେ ରାଣୀମା? ପୁରସ୍କାରରେ ଆପଣ ଗୋଟେ ଲିଚୁ ଗଛ ଦେବେ? ମୁଁ ତ ଭାବୁଥିଲି ଆପଣ ଆମକୁ କିଛି ଦାମୀ ଉପହାର ଦେବେ। ଏଇ ସାମାନ୍ୟ ଗୋଟେ ଲିଚୁ ଗଛ ପାଇଁ ଆପଣ ଆମକୁ ଡାକିଥିଲେ। ବେକାର ଆମ ସମୟ ନଷ୍ଟ କଲେ। ମୁଁ ଯାଉଛି ରାଣୀମା, ମୁଁ ଏ ପ୍ରତିଯୋଗିତାରେ ଭାଗ ନେବିନି। ଆରେ ମୂର୍ଖ କାଉ, ମୋ କଥା ତ ଆଗ ପୁରା ଶୁଣୁ। ମୁଁ ତତେ ପ୍ରତିଯୋଗିତାରେ ଭାଗ ନେବାକୁ ବାଧ୍ୟ କରୁନି। ତୋର ଯଦି ଖେଳିବାକୁ ଇଚ୍ଛା ନାହିଁ, ତୁ ଚାଲିଯା। ମୁଁ ଯୋଉ ଲିଚୁ ଗଛ ଉପହାର ଦେବି, ତାହା ସାଧାରଣ ଲିଚୁ ଗଛ ନୁହଁ। ସେଇଟା ଗୋଟେ ସୁନାର ଲିଚୁ ଗଛ। 10 କେଜି ସୁନା ଦେଇ ମୁଁ ସେ ଲିଚୁ ଗଛ ତିଆରି କରିଛି। ଆରେ ସେନାପତି, ଯାଅ ଲିଚୁ ଗଛ ଆଣି ସମସ୍ତଙ୍କୁ ଦେଖାଅ। ସୁନା ଲିଚୁ ଗଛ କଥା ଶୁଣି ତ କାଉ ମନରେ ଲୋଭ ଆସିଲା। ସେତେବେଳେ ସେନାପତି ସୁନାର ଲିଚୁ ଗଛ ଆଣି ସମସ୍ତଙ୍କୁ ଦେଖେଇଲା। ଆରେ ବାଃ, ସୁନାର ଲିଚୁ ଗଛ! କେତେ ବଡ଼ ଭୁଲ କରିବାକୁ ଯାଉଥିଲି। ମୁଁ ଯଦି ଏ ପ୍ରତିଯୋଗିତା ଜିତିଯିବି, ଏ ସୁନାର ଲିଚୁ ଗଛ ମୋର ହେଇଯିବ। ସେମିତି ହେଲେ ତ ମତେ ଆଉ ଛୋଟ ମୋଟ ଚୋରି କରିବାକୁ ପଡ଼ିବନି। ରାଣୀମା, ମୋର ଭୁଲ ହେଇଗଲା। କହୁ କହୁ ମୁଁ ଟିକେ ବେଶୀ କଥା କହିଦେଲି। ମୁଁ ବି ଡେଇଁବା ପ୍ରତିଯୋଗିତାରେ ଭାଗ ନେବାକୁ ଚାହୁଁଛି। ଆଚ୍ଛା ଆଚ୍ଛା, ଠିକ ଅଛି। ତୁ ବି ପ୍ରତିଯୋଗିତାରେ ଭାଗ ନେଇପାରିବୁ। ଏବେ କୁହ, କୋଉ କୋଉ ମାନେ ଡେଇଁବା ପ୍ରତିଯୋଗିତାରେ ଭାଗ ନେବାକୁ ଚାହୁଁଛ? ସେଠାକୁ ଯାଇଥିବା ସବୁ ଚଢ଼େଇ ପ୍ରତିଯୋଗିତାରେ ଭାଗ ନେବା ପାଇଁ ହାତ ଟେକିଲେ। ଆଚ୍ଛା ତେବେ ଠିକ ଅଛି। ସେନାପତି, ଯାଅ ପ୍ରତିଯୋଗିତାର ବ୍ୟବସ୍ଥା କର। କାଲି ସକାଳେ ସମସ୍ତେ ଠିକ ସମୟରେ ରାଜପ୍ରସାଦ ପାଖରେ ଥିବା ଖେଳ ପଡ଼ିଆକୁ ଆସିବ। ସେଠି ଡେଇଁବା ପ୍ରତିଯୋଗିତା କରାହେବ। ଏବେ ତମେ ସମସ୍ତେ ଘରକୁ ଯାଅ। ତାପରେ ସବୁ ଚଢ଼େଇ ନିଜ ନିଜ ଘରକୁ ଗଲେ। ଗୋଟେ ଗଛ ମୂଳେ ମିଟୁ ଆଉ କାଉ କଥା ହେଉଥିଲେ। ଆରେ ମିଟୁ, ଯେମିତି ବି ହେଉ ମୁଁ ଏ ପ୍ରତିଯୋଗିତା ଜିତିବାକୁ ଚାହୁଁଛି। ହେଲେ କେମିତି କାଉ? ଏ ପ୍ରତିଯୋଗିତାରେ ରେଣୁ ଚଢ଼େଇ ବି ଭାଗ ନେଉଛି। ମୋ ଜାଣିବାରେ ସେ ବହୁତ ଉପରକୁ ଡେଇଁପାରେ। ସେ ଥାଉ ଥାଉ, ତୁ କେବେ ବି ଏ ପ୍ରତିଯୋଗିତାରେ ଜିତି ପାରିବୁନି। ଏଥର କିନ୍ତୁ ସେ ଜିତି ପାରିବନି। ମୋ ପାଖରେ ଗୋଟେ ଯୋଜନା ଅଛି। ମୁଁ ଯେମିତି କହୁଛି ତୁ ଖାଲି ସେମିତି କର। କଣ ହେଲା? ତୁ ପୁଣି ଥରେ ଚଢ଼େଇର କ୍ଷତି କରିବାକୁ ଚାହୁଁଛୁ? ନା ନା, ମୁଁ ତୋର କୌଣସି ଦୁଷ୍ଟ ଯୋଜନାରେ ସାମିଲ ହେବିନି। ଆଗରୁ ତୋ ପାଇଁ ମୁଁ ମାଡ଼ ଖାଇଛି। ଏଥର ଆଉ ମୁଁ ତୋ ସହ ସାଙ୍ଗ ହେବିନି। ଆରେ ଶୁଣ, ଆମେ ଜମା ବି ଧରା ପଡ଼ିବାନି। ମୋ କଥା ଯଦି ମାନିବୁ, ଆମେ ସହଜରେ ପ୍ରତିଯୋଗିତା ଜିତିଯିବା। ଆଉ ସେ ସୁନା ଲିଚୁ ଗଛକୁ ଭାଗ କରିନେବା। ନା ନା, ମୁଁ କହିଲି ନା, ଏଥର ମୁଁ ତ ଦୁଷ୍ଟ ଯୋଜନାରେ ସାମିଲ ହେବିନି। ଗତ ଥର ତ ମାଡ଼ ଖାଇଥିଲି। ଏଥର ଧରା ପଡ଼ିଲେ ରାଣୀମା ମୋ ସହ କଣ କରିବେ ଜଣା ନାହିଁ। ୟାଠୁ ଭଲ ରାଣୀମା ଯେମିତି କହିଛନ୍ତି ମୁଁ ସେମିତି ଖେଳିବି। ହାରିଗଲେ ବି ମୋର ଦୁଃଖ ନାହିଁ। ଯା ଯା ବୋକା ମିଟୁ, ମୋ ସହ ଯଦି ଥାଆନ୍ତୁ ଅଧା ଟଙ୍କା ପାଇଥାନ୍ତୁ। କାଲି ଯେତେବେଳେ ମୁଁ ଜିତିବି, ମୋ ପୁରସ୍କାର ଦେଖି ତୁ ଅଫସୋସ କରିବୁ। ଏମିତି ସେଦିନ ବିତିଗଲା। ପରଦିନ ସକାଳେ କାଉ ଗୋଟେ ବୋତଲ ଜୁସରେ ନିଦ ଔଷଧ ମିଶେଇଲା। ଏବେ ସମସ୍ତେ ପାଇବେ ମଜା। ମୁଁ ନିଦ ଔଷଧ ମିଶେଇଥିବା ଏ ଜୁସ୍ ସମସ୍ତଙ୍କୁ ପିଆଇବି। ସମସ୍ତଙ୍କୁ ଯେତେବେଳେ ନିଦ ଲାଗିବ, କେହି ବି ବେଶୀ ଉପରକୁ ଡେଇଁ ପାରିବେନି। ସେତେବେଳେ ମୁଁ ସମସ୍ତଙ୍କଠୁ ଉପରକୁ ଡେଇଁ ପୁରସ୍କାର ଜିତିଯିବି। ଏମିତି ଚିନ୍ତା କରି କାଉ ସେ ଜୁସ୍ ବୋତଲ ଧରି ଖେଳ ପଡ଼ିଆକୁ ଗଲା। ସବୁ ଚଢ଼େଇ ବି ସେଠାକୁ ଆସି ସାରିଥିଲେ। ସେତେବେଳେ କାଉ ତାଙ୍କ ପାଖକୁ ଯାଇ କହିଲା, ସମସ୍ତେ ଶୁଣ, ଆଉ କିଛି ସମୟ ପରେ ପ୍ରତିଯୋଗିତା ଆରମ୍ଭ ହେବ। ରାଣୀମା ସମସ୍ତଙ୍କ ପାଇଁ ଏ ଜୁସ୍ ବୋତଲ ଦେଇଛନ୍ତି। ନିଅ, ସମସ୍ତେ ପିଇ ନିଅ। କିନ୍ତୁ କାଉ, ରାଣୀମା ଆମକୁ ଏ ଜୁସ୍ ବୋତଲ କାହିଁକି ଦେଇଛନ୍ତି? ଏ ଜୁସ୍ ବୋତଲରେ ବହୁତ ଭିଟାମିନ୍ ଅଛି। ରାଣୀମା କହିଛନ୍ତି ତମେ ମାନେ ଏ ଜୁସ୍ ପିଇଲେ ଅନେକ ଶକ୍ତି ପାଇବ, ଆଉ ବହୁତ ଉପରକୁ ଡେଇଁ ପାରିବ। ଆଚ୍ଛା, ରାଣୀମା ଯଦି ଏକଥା କହିଛନ୍ତି, ଆମେ ତାଙ୍କ କଥା ମାନିବୁ। ଦେ କାଉ, ଆମକୁ ସେ ଜୁସ୍ ବୋତଲ ଦେ। ଏମିତି ଜଣ ଜଣ କରି ସମସ୍ତେ ସେ ଜୁସ୍ ପିଇଲେ।
ଏସବୁ ଦେଖି ତ କାଉ ମନେ ମନେ ଅନେକ ଖୁସି ହେଇଗଲା। ତମେ ସମସ୍ତେ ରେଡି ନା? ମୁଁ ଯାହା ନାଁ ଡାକିବି ସେ ଆସି ଡେଇଁବ। ହଁ ହଁ, ଆମେ ସମସ୍ତେ ରେଡି ଅଛୁ। ଆପଣ ନାଁ ଡାକନ୍ତୁ। ସୁନେଲି, ପ୍ରଥମେ ତୁ ଆସେ। ସୋନେଲି ଚଢ଼େଇକୁ ନିଦ ଆସୁଥିଲା। ସେ ଧୀରେ ଧୀରେ ଦୌଡ଼ି ଡେଇଁବା ସମୟରେ ଶୋଇ ପଡ଼ିଲା। ଆରେ ୟାର ପୁଣି କଣ ହେଲା? ରାଣୀମା, ମତେ ଲାଗୁଛି ସୁନେଲି ଚଢ଼େଇ ଶୋଇ ପଡ଼ିଲା। ସେ ବୋଧେ ରାତି ସାରା ଶୋଇନି, ସେଥିପାଇଁ ଖେଳ ମଝିରେ ଶୋଇ ପଡ଼ିଲା। ଶୋଇ ପଡ଼ିଲା ମାନେ? ଏଇଟା କଣ ଶୋଇବା ପ୍ରତିଯୋଗିତା? ଯା ଯା, ତାକୁ ସାଇଡ କରି ଆଉ ଜଣକୁ ଡାକେ। ଚଢ଼େଇ, ଏବେ ତୁ ଆସେ। ଚଢ଼େଇକୁ ବି ନିଦ ଆସୁଥିଲା। ସେ ବି ଦୌଡ଼ି ଦୌଡ଼ି ଆସି ଖେଳ ମଝିରେ ଶୋଇ ପଡ଼ିଲା। ଆରେ ଚଢ଼େଇ ତ ସବୁବେଳେ ପ୍ରତିଯୋଗିତାରେ ପ୍ରଥମ ହୁଏ, ସେ ଆଜି ଶୋଇ ପଡ଼ିଲା କେମିତି? ମୁଁ ବି କିଛି ବୁଝିପାରୁନି ରାଣୀମା। ନିଶ୍ଚୟ ଚଢ଼େଇ ରାତି ସାରା ଅନିଦ୍ରା ରହି ଖେଳିବାର ଅଭ୍ୟାସ କରୁଥିଲା, ସେଥିପାଇଁ ଆଜି ଶୋଇ ପଡ଼ିଲା। ଆଉ 2 ଜଣ ଖେଳାଳି ବାକି ରହିଲେ, ଏବେ ତାଙ୍କ ପାଳି। ମିଟୁ, ଏବେ ତୁ ଆସେ। ମିଟୁ ବି ଖେଳ ମଝିରେ ଶୋଇ ପଡ଼ିଲା। ସେଠି କଣ ହେଉଥିଲା କେହି ବି ବୁଝିପାରୁନଥିଲେ। କାଉକୁ ଡାକିବାରୁ ସେ ଜୋରେ ଦୌଡ଼ି ଉପରକୁ ଡେଇଁ ପ୍ରତିଯୋଗିତା ଜିତିଗଲା। ବାଃ କାଉ ବାଃ, ତୁ ଆଜି ଏ ଖେଳ ଜିତିଗଲୁ। ଆଜ୍ଞା ରାଣୀମା, ମୁଁ ଦିନ ସାରା ଅଭ୍ୟାସ କରି ରାତିରେ ଶୋଇଥିଲି, ସେଥିପାଇଁ ତ ଏ ପ୍ରତିଯୋଗିତା ଜିତିଗଲି। ବହୁତ ଭଲ କରିଛୁ କାଉ। ଏ ଗଧଗୁଡ଼ାଙ୍କୁ ଦେଖେ, ରାତି ସାରା ଅଭ୍ୟାସ କରି ଏବେ କେମିତି ଶୋଇଛନ୍ତି। ଏବେ ତୁ ପୁରସ୍କାର ପାଇବୁ। ଏମିତି କହି ରାଣୀ ଚିଲ କାଉକୁ ସୁନା ଲିଚୁ ଗଛ ପୁରସ୍କାର ଦେଲା। କାଉ ସୁନା ଲିଚୁ ଗଛ ପାଇ ତ ମହା ଖୁସି ହେଇଗଲା। ସେପଟେ ମିଟୁ ହାଲକା ଆଖି ଖୋଲି ରାଣୀ ଚିଲକୁ କହିଲା, ରାଣୀମା, ରାଣୀମା, ମୋ କଥା ଟିକେ ଶୁଣନ୍ତୁ। କିଏ କିଏ ମତେ ଡାକୁଛ? ମୁଁ ମିଟୁ କଥା କହୁଛି ରାଣୀମା। କିରେ, ତମେ ମାନେ ଆଜି ମୋ ପ୍ରତିଯୋଗିତାକୁ ନଷ୍ଟ କରିଦେଲ। ସମସ୍ତେ ଖେଳ ମଝିରେ କାହିଁକି ଶୋଇଗଲ? ରାଣୀମା, ଆମେ ଜାଣି ଶୁଣି ଶୋଇନୁ। ଏ ଦୁଷ୍ଟ କାଉ ପାଇଁ ଆଜି ଆମର ଏମିତି ଅବସ୍ଥା। ମାନେ ତୁ କଣ କହୁଛୁ? ରାଣୀମା, ପ୍ରତିଯୋଗିତା ଆଗ ଦିନ ମୁଁ ଆଉ କାଉ କଥା ହେଉଥିଲୁ। କାଉ କହୁଥିଲା ସେ ଏକ ଦୁଷ୍ଟ ଯୋଜନା ବନେଇଛି, ମତେ ବି ତା ସହ ସାଙ୍ଗ ହେବାକୁ କହୁଥିଲା। ହେଲେ ମୁଁ ତା କଥା ଶୁଣିଲିନି। ସେ ଆଜି ନିଶ୍ଚୟ କିଛି କରି ଆମ ସମସ୍ତଙ୍କୁ ଶୁଏଇ ଦେଇଛି। ହେଲେ କାଉ ତମ ମାନଙ୍କୁ କେମିତି ଶୁଏଇବ? ସେ ତ ଆରମ୍ଭରୁ ଏଇଠି ହିଁ ଅଛି। ରାଣୀମା, ମୋର ମନେ ପଡ଼ିଲା। ଖେଳ ଆରମ୍ଭ ହେବା ପୂର୍ବରୁ କାଉ ଆମକୁ ଗୋଟେ ଜୁସ୍ ବୋତଲ ଦେଇ କହିଲା ସେ ଜୁସ୍ ରେ ଭିଟାମିନ୍ ଅଛି। ଆପଣ ଆମ ସମସ୍ତଙ୍କ ପାଇଁ ସେ ଜୁସ୍ ପଠେଇଛନ୍ତି, ଆଉ କହିଛନ୍ତି ଜୁସ୍ ପିଇ ଆମେ ଶକ୍ତିଶାଳୀ ହେବୁ, ଆଉ ଭଲ ଭାବରେ ପ୍ରତିଯୋଗିତା ଖେଳି ପାରିବୁ। କାଉର କଥାକୁ ସତ ଭାବି ଆମେ ସମସ୍ତେ ସେ ଜୁସ୍ ପିଇଥିଲୁ। କାଉ ନିଶ୍ଚୟ ସେ ଜୁସ୍ ରେ କିଛି ମିଶେଇଥିଲା, ସେଥିପାଇଁ ଖେଳ ମଝିରେ ହିଁ ଆମେ ସମସ୍ତେ ଶୋଇ ପଡ଼ିଲୁ। ଆଚ୍ଛା ମିଟୁ, ତୁ ବି ତ ଜୁସ୍ ପିଇଥିଲୁ, ତାହେଲେ ତୁ ସମସ୍ତଙ୍କ ପରି ନ ଶୋଇ କେମିତି ଉଠିଲୁ? ରାଣୀମା, ମୁଁ ବେଶୀ ଜୁସ୍ ପିଇ ନଥିଲି, ଅଳ୍ପ ଟିକେ ପିଇ ରଖି ଦେଇଥିଲି, ସେଥିପାଇଁ ଶୀଘ୍ର ମୋ ନିଦ ଭାଙ୍ଗିଗଲା। ଆପଣ ଯଦି ମୋ କଥାକୁ ବିଶ୍ୱାସ କରୁନାହାନ୍ତି, ସେପଟେ ଦେଖନ୍ତୁ, ସେ ଜୁସ୍ ବୋତଲ ସେଠି ଅଛି। ଆପଣ ଜଣେ ସେନାପତିକୁ ସେ ପୁରା ଜୁସ୍ ପିଇବାକୁ କୁହନ୍ତୁ, ସତ କଥା ଆପଣ ଜାଣିପାରିବେ। ସେନାପତି ରାଜୁ, ତୋ ପାଖରେ ଯୋଉ ଜୁସ୍ ବୋତଲ ଅଛି, ତୁ ସେ ସବୁ ଜୁସ୍ ପିଇଲୁ? ଆଜ୍ଞା ରାଣୀମା, ମୁଁ ଏବେ ପିଉଛି। ଏମିତି କହି ସେ ସେନାପତି ଜୁସ୍ ପିଇଲା। ସେତେବେଳେ କାଉର ନଜର ତା ଉପରେ ପଡ଼ିଲା। ଆରେ ଆରେ, ଏ ସେନାପତି ଜୁସ୍ କାହିଁକି ପିଉଛି? ସେ ଜୁସ୍ ପିଇଲେ ତ ମୁଁ ଧରା ପଡ଼ିଯିବି। ସେନାପତି ଆଜ୍ଞା, ରହିଯାଆନ୍ତୁ, ସେ ଜୁସ୍ କୁ ପିଅନ୍ତୁନି, ସେଇଟା ଜୁସ୍ ନୁହଁ। ଜୁସ୍ ନୁହଁ ମାନେ? ତୁ କଣ କହିବାକୁ ଚାହୁଁଛୁ କାଉ? ମାନେ ରାଣୀମା। କାଉର କଥା ସରୁ ସରୁ ହିଁ ସେନାପତି ସବୁ ଜୁସ୍ ପିଇଦେଲା। ରାଣୀମା, ଏ କେମିତିକା ଜୁସ୍? ମତେ ଭାରି ନିଦ ଲାଗୁଛି। ତାପରେ ସେନାପତି ଶୋଇ ପଡ଼ିଲା। ଏସବୁ ଦେଖି ତ ରାଣୀ ଚିଲ ଅନେକ ରାଗିଗଲା। ଭାବିଥିଲି କାଉ ତୁ ବଦଳି ଯାଇଥିବୁ, ହେଲେ ନା, ତୁ ଏଯାଏଁ ସୁଧୁରିନୁ। ତୁ କଣ ଭାବିଥିଲୁ
ମୁଁ କିଛି ଜାଣିପାରିବିନି? ସମସ୍ତଙ୍କୁ ନିଦ ଔଷଧ ଦେଇ ତୁ ପ୍ରତିଯୋଗିତା ଜିତିଯିବୁ? ଆପଣ କଣ କହୁଛନ୍ତି ରାଣୀମା? ମୁଁ କିଛି ବୁଝିପାରୁନି। ଏବେ ସତ କଥା ମାନିଯା କାଉ। ଏବେ ଯଦି ମାନିଯିବୁ ମୁଁ ତତେ 2-3 ମାସ ଜେଲରେ ରଖି ଛାଡ଼ିଦେବି। କିନ୍ତୁ ଯଦି ନ ମାନିବୁ ମୁଁ ତତେ ଏବେ ହିଁ ମୃତ୍ୟୁଦଣ୍ଡ ଦେବି। ରାଣୀ ଚିଲର ଧମକ ଶୁଣି କାଉ ଖୁବ୍ ଡରିଗଲା। ଆଉ ସେ ସବୁ ସତ କଥା ମାନିଗଲା। ହେଲେ ରାଣୀମା, ଆପଣ ସବୁ କଥା କେମିତି ଜାଣିଲେ? ମତେ ସବୁ କଥା ମିଟୁ କହିଲା। ମିଟୁ ବେଶୀ ଜୁସ୍ ପିଇ ନଥିଲା ବୋଲି ସେ ଉଠି ମତେ ସବୁ ସତ କଥା କହିଦେଲା। ଭଲ ହେଲା କାଉ, ତୁ ତାକୁ ପାଣି ନ ଦେଇ ଜୁସ୍ ଦେଇଥିଲୁ। ଯଦି ତୁ ତାକୁ ପାଣି ଦେଇଥାନ୍ତୁ ମିଟୁ ସବୁ ପାଣି ପିଇ ଦେଇଥାନ୍ତା। ସେମିତି ହେଇଥିଲେ ତୋ ସତ କଥା ମୁଁ ଜାଣିପାରିନଥାନ୍ତି। ଏବେ ତୁ ଜେଲରେ ରହି ନିଜ ଭୁଲର ଅନୁତାପ କର। ଏମିତି କହି ରାଣୀ ଚିଲ କାଉକୁ ବନ୍ଦୀ କରି ରଖିଲା। କାଉ ନିଜ ଭୁଲ ପାଇଁ ଅନୁତାପ କରୁଥିଲା।